ହଦମୌଦ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ସମାଜର ସାମାଜିକ ମାନବିକ ଚେତନାର ବିକାଶ ପାଇଁ ପାଠ୍ୟକ୍ରମ ବ୍ୟବସ୍ଥାରେ କ୍ରୀଡ଼ା ସହିତ ଯୋଗାଭ୍ୟାସ ଆଧ୍ୟାତ୍ମିକବାଦର ପ୍ରୟୋଗ ଏକାନ୍ତ ଜରୁରୀ ବୋଲି ଅତିଥିଗଣ ମତ ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମୁରଲୀଧର ଜେନା, ମୁଖ୍ୟ ବକ୍ତା ଭାବେ ଜାମୁଶୁଳି LN ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ରସିକାନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ନଟାକଟା ପଞ୍ଚାୟତ ସରପଞ୍ଚ ବନ୍ଦନା ସେଠୀ, ଅବସରପ୍ରାପ୍ତ ଶିକ୍ଷକ ଅଚ୍ୟୁତାନନ୍ଦ ଗିରି, ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ଅନିତା ଦାସ, ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ବାରିକ, ରମାକାନ୍ତ ଗିରି, ବିନୋଦ ପୁରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜନ ପ୍ରମୁଖ ଯୋଗ ଦେଇଥିଲେ। ବାର୍ଷିକ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା 91 ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବକୁ ଶିକ୍ଷକ ସାମଦା ବେସରା ପରିଚାଳନା କରିଥିବା ବେଳେ ଶିକ୍ଷକ ସରୋଜ କୁମାର ଗିରି ମଞ୍ଚଟିକୁ ପରିଚାଳନା କରିଥିଲେ। ଶିକ୍ଷକ ମାନସ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କୁନି କୁନି ପିଲାମାନେ ନାଚ ଗୀତରେ ଝୁମି ଉଠିଥିଲେ। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, जनता एक्सप्रेस। हेलो दोस्तों, मेरे चैनल को लाइक सब्सक्राइब जरूर करना और जनता एक्सप्रेस देखना ना भूले।